ଧରିକି ଆଣିଛନ୍ତି ଆଜି କଙ୍କଡ଼ା ଆଉ ମାଛ। କେତେ ସାରା। ସମସ୍ତଙ୍କୁ ସ୍ୱାଗତ ମୋ ଚ୍ୟାନେଲରେ। ତ ସାଙ୍ଗମାନେ ଦେଖନ୍ତୁ ଆମ ନୂଆ ଚୁଲି, ଯେହେତୁ ମୁଁ ଆପଣଙ୍କୁ ଆଗ ଗୋଟେ ଦେଖେଇଥିଲି ଆମ ଚୁଲିର ଯେଉଁ ଅବସ୍ଥା ହେଇଯାଇଛି, ଜମା ଟେକି ହେଉନି, ସେଇ ଜାଗାରେ ହିଁ ରହିକି ଆମେ ନିଆଁ ଜଳଉଛୁ। ସେଥିପାଇଁ ବାପା ଆଣିଛନ୍ତି ଗତକାଲି ଏଇ ନୂଆ ଚୁଲିଟି। ଦେଖନ୍ତୁ ସାଙ୍ଗମାନେ ଆମ ନୂଆ ଟିଣ ଚୁଲି। ଏ ଦେଖନ୍ତୁ ଏମିତି ଆମ ଟିଣ ଚୁଲି। ତ ସାଙ୍ଗମାନେ ମା ମୋତେ ସକାଳୁ କହିକି ଯାଇଥିଲେ, ମାନେ ସେ କାମକୁ ଯାଇଛନ୍ତି, ଯେହେତୁ ସକାଳୁ ମା କାମକୁ ସକାଳୁ ଯାଆନ୍ତି, ତ କହିକି ଯାଇଥିଲେ ଟିଣ ଚୁଲିଟାକୁ ମାଟିରେ ତାର 3ଟା ମୁଣ୍ଡ ନା କ'ଣ ସେଟା ବନେଇଦେବା। ତ ତୁ ମାଟି ଭିଜେଇଥିବୁ ଲୋ ମା, ଆଉ ମୁଁ ଆସିକି ବନେଇଦେବି। ତ ସାଙ୍ଗମାନେ ମୁଁ ଏପର୍ଯ୍ୟନ୍ତ ମାଟି ଅଦା ବି କରିନି। ଆଜି ତ ମୁଁ ନିହାତି ଗାଡ଼ି ଖାଇବି ସାଙ୍ଗମାନେ। ଆଉ ସାଙ୍ଗମାନେ ଭିଡ଼ିଓରେ କଣ୍ଟିନ୍ୟୁ ରୁହନ୍ତୁ। ମାନେ ମା କେମିତି ଏ ଟିଣ ଚୁଲିଟାକୁ ମାଟିରେ ପୁରା କମ୍ପ୍ଲିଟ୍ କରିଦେବେ, ଚୁଲିରେ ମାଟି ଦେଇକି। ତ ଭିଡ଼ିଓରେ କଣ୍ଟିନ୍ୟୁ ରୁହନ୍ତୁ ସେଥିପାଇଁ। ଆଉ ଚାଲନ୍ତୁ ସାଙ୍ଗମାନେ ମା ଆସିବା ପୂର୍ବରୁ ଶୀଘ୍ର ଟିକେ ମାଟି ହାଣିକି ଅଦା କରିଦେବା, ନହେଲେ ଆଜି ଫୁଲ୍ ଗାଳି ଖାଇବା ପାଇଁ ବୋଧେ ମୁଁ ରେଡ଼ି ହେଇକି ରହିବି। ତ ଚାଲନ୍ତୁ ମାଟି ଶୀଘ୍ର ଟିକେ ହାଣିଦେବା ସାଙ୍ଗମାନେ। ଆଉ ସାଙ୍ଗମାନେ ଜାଣିଛନ୍ତି, ମୁଁ ଆମ ଏଇ ଗଳିରେ ଯେତେ ଜଣଙ୍କର ଘର ଅଛି ସମସ୍ତଙ୍କୁ ମୁଁ ପଚାରିଲି କାହାର ଶାବଳ ଅଛି କି। ଆମର ତ ନାହିଁ, କାହାର ଶାବଳ ନାହିଁ। ସେଥିପାଇଁ ମୁଁ କଡ଼ି ନେଇକି ଆସିଛି। ସେଇଟାରେ ହେଲେ ବି ମାଟି ହାଣିବା ଆଉ ମାଟିକୁ ଅଦା କରିବା। ଚାଲନ୍ତୁ। ଆମ କୋଦାଳି ବି ହଲୁଛି ସାଙ୍ଗମାନେ, ତା ଡାଙ୍ଗଟା ମାନେ ସେ ଧରିବା ଯେଉଁ ବାଡ଼ି ଟାଇପ୍ର ଥାଏ ସେଟା ହଲୁଛି। ମୁଁ ଟିକେ ଦେଇଦେଇଛି ଖିଲା ଦେଇଦେଇଛି, କ'ଣ ହେଉଛି ଚାଲନ୍ତୁ ଦେଖିବା। ଏଇ ଦେଖନ୍ତୁ ସାଙ୍ଗମାନେ କେମିତି ହଲୁଛି। ଏଟା ବି ବାହାରିଗଲା। ହଉନି ସାଙ୍ଗମାନେ, ଜମା ହଉନି ସାଙ୍ଗମାନେ। ସେ ମାଟି ତ ହାଣି ହଉନି, କିନ୍ତୁ ଏପଟେ ହାଣି ହେଉଛି ସାଙ୍ଗମାନେ। ଚାଲନ୍ତୁ ସେପଟେ ହାଣିଦେବା ସାଙ୍ଗମାନେ। ଏଠି ସାଙ୍ଗମାନେ ଆମେ ମାଟି ହାଣିବା। ଦେଖନ୍ତୁ ଏଇଠି ଆଣିବା। ମାଟି ଅଦା। ତ ସେ ମା ଯେତିକିକୁ ଆସିବେ ସେତିକିକୁ ବୋଧେ ଆମ ମାଟି ଅଦା ହେଇଯାଇଥିବ, ଠିକ୍ ହେଇଯାଇଥିବ। ତାପରେ ଚୁଲିଟାକୁ ବନେଇବେ। ସେତେବେଳେ ସାଙ୍ଗମାନେ ଆପଣଙ୍କୁ ଦେଖେଇଦେବି ମା କେମିତି ବନାଉଛନ୍ତି ଚୁଲି। ସାଙ୍ଗମାନେ ଚାଲନ୍ତୁ ଏବେ ଟିକେ ଭାତ ଖାଇଦେବା। କେଉଁଠି ବାଜି ଯାଇଛି, ସେ ଜଳୁଛି ସାଙ୍ଗମାନେ। ଚାଲନ୍ତୁ ସାଙ୍ଗମାନେ ମାଆଙ୍କୁ ଅପେକ୍ଷା କରିବା, ସେତିକି ମୁଁ ଭାତ ଖାଇଦେବି। ମା ଆସିଲେ ସେ କେମିତି ସେ ଟିଣ ଚୁଲିଟା ମାଟି ଦେଇକି କେମିତି ବନେଇଦେବେ ତାହା ମୁଁ ଆପଣଙ୍କୁ ଦେଖେଇବି ସାଙ୍ଗମାନେ। ତ ସାଙ୍ଗମାନେ ଦେଖନ୍ତୁ ମା ଆସିଗଲେ କାମରୁ, ଆଉ ଆସିଲା ମାତ୍ରେ ସେ ବନାଉଛନ୍ତି ଆମ ଟିଣ ଚୁଲିଟାକୁ। ବାପରେ। ଆଉ ଦେଖନ୍ତୁ ସାଙ୍ଗମାନେ ମୋ ବାପା ଆଜି କ'ଣ ଧରିଛନ୍ତି।
ମୁଁ ଏବେ ଯାଇ ଦେଖୁଛି ଜାଣିଛନ୍ତି ସାଙ୍ଗମାନେ ମୁଁ ଘରେ ଥାଏ କଣ କରୁଛି କେଜାଣି। ଇଏ ଦେଖନ୍ତୁ ଦେଖିଲେ ଧରିକି ଆଣିଛନ୍ତି ଆଜି କଙ୍କଡ଼ା ଆଉ ମାଛ। କେତେ ସାରା ମାନେ ଆପଣମାନେ ଦେଖିପାରିଲେ ବାପା ଆମର ଧରିକି ଆଣିଛନ୍ତି ମାଛ ଆଉ କଙ୍କଡ଼ା। ତ ଆପଣମାନେ ଜାଣିପାରିଲେ କି ଆଜି ରାତିରେ ଆମର କଣ ତରକାରୀ ହବ। ଆଉ ମା କରୁଛନ୍ତି ଏପଟେ ଆମର ଚୁଲି ବନାଉଛନ୍ତି। ଚାଲନ୍ତୁ ମାଆଙ୍କୁ ଟିକେ ଦେଖିଦିଅନ୍ତୁ ଆପଣମାନେ। ତ ସାଙ୍ଗମାନେ ଆପଣମାନେ ଦେଖିପାରିଲେ କି ମା ବନେଇଲେ ଚୁଲି ଆଉ ସେପଟେ ସେ ବସିଛନ୍ତି ଭାଉଜଙ୍କ ବାରଣ୍ଡାରେ। ତ ସାଙ୍ଗମାନେ ଆପଣଙ୍କୁ କେମିତି ଲାଗିଲା ମୋ ମା ଯୋଉ ଟିଣ ଚୁଲିଟାକୁ ମାଟି ଦେଇକି ପୁରା ସମ୍ପୂର୍ଣ୍ଣ ଭାବରେ ଚୁଲିରେ ପରିଣତ କରିଦେଲେ। ତ ସାଙ୍ଗମାନେ ଆପଣଙ୍କୁ ଭିଡ଼ିଓଟି କେମିତି ଲାଗିଲା ମୋତେ ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଭିଡ଼ିଓ ଯଦି ଭଲ ଲାଗିଥିବ ଲାଇକ୍ ଆଉ କମେଣ୍ଟ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ସାଙ୍ଗମାନେ। ଆଉ ସାଙ୍ଗମାନେ ଆପଣମାନେ ଦେଖିପାରିଲେ କି ମୋ ବାପା ଆଜି ଧରିକି ଆଣିଛନ୍ତି ମାଛ ଆଉ କଙ୍କଡ଼ା। ତ ନିହାତି ଆପଣମାନେ ଜାଣିପାରିଥିବେ ମୋ ରାତିରେ ମାଛ ଆଉ କଙ୍କଡ଼ା ତରକାରୀ ହେବ ସାଙ୍ଗମାନେ। ଆଉ ଆପଣଙ୍କ ଘରେ ଆଜି କ'ଣ ତରକାରୀ ହେଉଛି ମୋତେ ନିହାତି ଜଣାଇବେ ସାଙ୍ଗମାନେ। ସାଙ୍ଗମାନେ ଭିଡ଼ିଓ ଶେଷ କରିବା। ବାଏ ବାଏ।